ଆପଣ ଯେମିତି ଏଇ ପ୍ରଡକାଷ୍ଟରେ ସମସ୍ତଙ୍କୁ ବହୁତ କଥା ପଚାରୁଛନ୍ତି ଆପଣଙ୍କର ଗୋଟେ ଗୋଟେ କଥା ବହୁତ ଭଲ ଲାଗେ ଆପଣଙ୍କ ଭଏସର ପଚାରିବାର ଶୈଳୀ ସବୁ ତ ଭଲ ଲାଗେ କିନ୍ତୁ ଗୋଟେ ଗୋଟେ ବହୁତ ଟଚି ହୁଏ ବହୁତ ଭାଇରାଲ ହେଇଯାଏ ଲୋକଙ୍କୁ କୋଉଟା ଭଲ ଲାଗିବ ସେଟା ଆମ ହାତରେ ନାହିଁ। ହଁ ମୁଁ ନିଜେ ଦେଖିଛି ସେଇଟା ଭଲ ଲାଗେ ମୋତେ। ଆଉ ଗୋଟେ ସିକ୍ୱେନ୍ସ ମୁଁ ଯାହା ପ୍ରଜ୍ଞାଙ୍କୁ ବି ପଚାରୁଥିଲି ସେ ଗୋଟେ ବୁଢ଼ୀ ରୋଲରେ ମୋତେ କାହିଁ ବହୁତ ଆକୁରେଟ୍ ଲାଗେ। ଆମେ ବି ସବୁ ଗାଁରୁ ଆସିଛୁ ଆଉ ଆପଣଙ୍କର ସେ ବୁଢ଼ା ବାପା ରୋଲ୍ ଆଉ ସେ ଗୋଟେ ବୁଢ଼ୀ ରୋଲରେ ରହିବାଟା ଏଇଟା ଗୋଟେ ଲାଗେ ମୋତେ ୟୁନିକ୍ କମ୍ବିନେସନ୍। ଗାଁର ରୁରାଲ ଓଡ଼ିଶାର ଚିତ୍ର ସେ ଅଭିନୟ ଭିତରେ ଫୁଟି ଉଠେ। ପ୍ରଜ୍ଞା ଆଉ ମୁଁ ଆମେ ଦି ଜଣ ତ ଗୋଟେ କଲେଜମେଣ୍ଟ ତା ସହିତ ଆମେ ଗୋଟେ ଅଞ୍ଚଳର ପିଲା କେନ୍ଦ୍ରାପଡ଼ା ତାଙ୍କର ଯଦିଓ ତାର କାଗଜ ପତ୍ରରେ ହଉଛି କଟକ କିନ୍ତୁ ତାଙ୍କ ବାଡ଼ି ହଉଛି କେନ୍ଦ୍ରାପଡ଼ାରେ ତାଙ୍କ ଘର ହଉଛି କଟକରେ ଏମିତିଆ। ତେଣୁ ଆମର କେନ୍ଦ୍ରାପଡ଼ା ଯାଜପୁର ଯୋଉଟା ପୂର୍ବ କଟକ ଯୋଉଟା ମାନେ ପରେ ସିନା ଡିଭିଜନ ହେଇଗଲା ଅବିଚ୍ଛେଦ କଟକ ଯୋଉଟା ଥିଲା ସେଟା ପ୍ରାୟ ଗୋଟିଏ ପ୍ରକାରର ଭାଷା ଚାଲିଚଳଣି କଥାବାର୍ତ୍ତା ସେଇ ପ୍ରକାର ଥାଏ। ତ ସେଇଠି ଯୋଉ ଗାଁର ସ୍ତ୍ରୀ ଲୋକମାନେ ବା ଗାଁର ବାପାମାନେ ଆଉ ପୁରୁଷମାନେ ତାଙ୍କର କଥାବାର୍ତ୍ତା ଚଳଣି ଗୋଟେ ଷ୍ଟାଇଲ ଅଛି ସେ ଷ୍ଟାଇଲଟାକୁ ଆମେ ଯେହେତୁ ସେଇଠି ବଢ଼ିଛୁ ଆମେ କୋଉଠି ନା କୋଉଠି ଆମ ଭିତରେ ସେଇଟା ଅଛି ଆମ ବାପା ହୁଅନ୍ତୁ ବଡ଼ ବାପା ହୁଅନ୍ତୁ। ତାପରେ ଯେତେବେଳେ ଅଭିନୟଟାକୁ ଆମେ ଆମର ପେଶା କଲୁ ଆମକୁ ଅବଜର୍ଭ କରିବାକୁ ହୁଏ ଯେ କୋଉ କୋଉ ଏମିତି କିଛି ଚରିତ୍ର ଅଛନ୍ତି ମୋ ଗାଁରେ ସେମାନେ ମୋତେ ସବୁବେଳେ ଭଲ ଲାଗନ୍ତି। ତା ମୁଁ ଯେତେବେଳେ କରେ ମୁଁ ଭାବେ ଯେ ଏଇ କ୍ୟାରେକ୍ଟରଟାକୁ ମୁଁ କରିବି ତା ଷ୍ଟାଇଲ। କ୍ୟାରେକ୍ଟର ମୋର ଜଣେ ମାମୁଁ ଅଛନ୍ତି ରସାନନ୍ଦ ବୋଲି ତାଙ୍କ କଥାବାର୍ତ୍ତା ଷ୍ଟାଇଲ ବହୁତ କେମିତି ୟୁନିକ୍। ତାଙ୍କ କଥାବାର୍ତ୍ତା? ସିଏ ମାଇଁ ଉପରେ ରାଗିବେ ସେ କହିବେ ଚୁପ୍ ତୋ ଯୋଗୁ ନଗସପୁର ଧ୍ୱଂସ ହେଇଗଲା ନଗସପୁର ଧ୍ୱଂସ ହେଇଗଲା ତୋ ଯୋଗୁ ସାଲି ବାଟି ଚୁପ୍ କର ଏଇ ଟାଇପର କହନ୍ତି। ଏଇଟା ଆପଣଙ୍କୁ ବହୁତ ଆପ୍ରିସିଏଟ କରେ ଏଇ ଡାଇଲଗଟା ବହୁତ ଆପଣଙ୍କୁ ଭଲ ଲାଗେ। ଭଲ ଲାଗେ ସେମିତି ଯେତେବେଳେ ଯୋଉ ଚରିତ୍ର ଆସେ ରାଉଡି ସ୍ତ୍ରୀ ଲୋକ ଆମେ ଦେଖୁଛୁ ସ୍ତ୍ରୀ ଲୋକଙ୍କ ଭିତରେ ଝଗଡ଼ା ଝଟି ହୁଏ ଯେତେବେଳେ କୁକୁଡ଼ା ଲଢ଼େଇ ଭଳିଆ ମାନେ ସେମାନେ ଶୁକୁଲା କଥାକୁ ନେଇକିରି ବହୁତ ଇଏ করে ଆଜି ଯେତେବେଳେ ସ୍ତ୍ରୀ ଲୋକ କରିବାକୁ କେମିତି ଲଢ଼େଇ କରନ୍ତି ଟିକେ? ଆଲୋ ମରୁନୁ ତୁ ଛତର ଖାଇ ତୋ ଜୀବନ କେତେ ମୁଁ ଜାଣିନି ଆଲୋ ତୋ ଭଇତା ପରା ଏଇଆ କରିଛି ତୋ ବାଡ଼ିର କୁକୁଡ଼ା ଆସି ମୋ ଘରେ ପଶେ ତୁ ମତେ କହିବୁ ତୁ କହିବୁ ମୁଁ ତତେ ଚିହ୍ନିନି ତୋ ପୁଅ ବା ଏଇଆ କରୁଛୁ ହଁ ସେଣ୍ଡ ଯେତେବେଳେ ତୋ ବାଡ଼ିରେ ପଶିଲା ତୁ ପରା ଆସିକିରି ମୋ ଗୋଡ଼ ତଳେ ପଡ଼ିଥିଲୁ ଏଇ ଟାଇପର ଏସଏଚଜି ସ୍ତ୍ରୀ ଲୋକମାନେ ଯାଇଛନ୍ତି ସୁଭଦ୍ରା ପାଇଁକି ଏଇଟା ଆପଣଙ୍କୁ ଦେଖିଲା ପରେ ଲୋକମାନେ ବହୁତ କମେଣ୍ଟ କରୁଥିବେ କଣ ସବୁ କମେଣ୍ଟ ଆସିଛି ଯୋଉ ଟଙ୍କା ପାଇଁକି ଆସିକିରି ପାଟିତୁଣ୍ଡ କରୁଛନ୍ତି ବ୍ଲକ ଅଫିସରେ ଆଉ ଏସଏଚଜି ମହିଳାଙ୍କର ବିଭିନ୍ନ କାହାଣୀ ସବୁ ଏସଏଚଜି ମହିଳା ମାନଙ୍କ ଭିତରେ ବହୁତ ମାନେ ହୃଦୟସ୍ପର୍ଶୀ ଘଟଣା ସବୁ ଘଟେ। ସୌଭାଗ୍ୟ ଜୁଟିଥିଲା ଯେ ଗତ ସରକାର ଆମେ ଦୁବାଇ ଯାଇଥିଲୁ କମେଡି କରିବା ପାଇଁ ପାଖାପାଖି 70 ଆରାଉଣ୍ଡ ସ୍ତ୍ରୀ ଲୋକମାନେ ଯାଇଥିଲେ ସମସ୍ତେ ବ୍ଲେଜର ପିନ୍ଧିକିରି ଏସଏଚଜି ଗ୍ରୁପ ଦୁବାଇରେ ସେମାନେ ଓହ୍ଲେଇଲେ କିନ୍ତୁ ତାଙ୍କ ଭିତରେ ଯୋଉ କଥାବାର୍ତ୍ତା ଗୁଣ୍ଡି ଟିକେ ଦେଖାଇବା ପ୍ରଜ୍ଞାର ମୋର ବ୍ଲେଜର ପିନ୍ଧି ଯାଇଛନ୍ତି କିନ୍ତୁ ଗୁଣ୍ଡି ଖାଉଛନ୍ତି ଆଉ କଣ କରାଯିବ ତାଙ୍କର ଯୋଉ ନିଛକ ମାଟିଏ ତାକୁ